ପୂର୍ବ ଭିଡ଼ିଓରେ ଆମେ ଦେଖିଥିଲେ ଯେ କେଉଁଭଳି ଭାବରେ ରାଜା ପରୀକ୍ଷିତ କଳିଙ୍କୁ ପୃଥ୍ୱୀ ପୃଷ୍ଠରେ ସ୍ଥାନ ଦେଇଥିଲେ, ଯାହା ଫଳରେ ତାଙ୍କର ମନରେ ଥିବା ଧର୍ମ ଆଉ ନିଜର ଅହଙ୍କାର ମଧ୍ୟ ବୃଦ୍ଧି ଘଟିଥିଲା। ସେହି ଭିତରେ ସେ ଅଭିଶାପ ପାଇ କେଉଁଭଳି ଭାବରେ ମୃତ୍ୟୁବରଣ କରିଥିଲେ ତାହା ଆମେ ଦେଖିଥିଲେ। ତ ଏବେ କଳିଯୁଗ ଏମିତି ଏକ ସମୟ ଯେଉଁଠାରେ ସତ୍ୟ କମିଯାଏ, ଧର୍ମ କ୍ଷୀଣ ହୁଏ, ମନୁଷ୍ୟ ହୃଦୟରେ ଲୋଭ, ମୋହ, ଅହଙ୍କାର ବଢ଼ିଯାଏ। କିନ୍ତୁ ଏହି ଅନ୍ଧକାର ମଧ୍ୟରେ ଜନ୍ମ ନେଉଛି ଏକ ଦିବ୍ୟ କାହାଣୀ, ଭକ୍ତି ଦେବୀଙ୍କ ଅଶ୍ରୁ ଓ ଦେବର୍ଷି ନାରଦଙ୍କ କୃପା। ଦେବର୍ଷି ନାରଦ ଯେତେବେଳେ ତୀର୍ଥ ଭ୍ରମଣ କରୁଥିଲେ, ସେତେବେଳେ ସେ ବୃନ୍ଦାବନର ପବିତ୍ର ଯମୁନା ନଦୀ ତଟରେ ଆସି ପହଞ୍ଚିଲେ। ସେ ତାଙ୍କ ବୀଣା ବଜାଉଥାନ୍ତି, ଯାହାଙ୍କ ନାମ ମହତୀ, ଏବଂ ନାରାୟଣଙ୍କ ନାମ ଗାଉଥିଲେ। ହଠାତ୍ ତାଙ୍କ ଦୃଷ୍ଟି ପଡ଼ିଲା ଏକ ଅଦ୍ଭୁତ ଦୃଶ୍ୟ ଉପରେ। ଏକ ଅତ୍ୟନ୍ତ ସୁନ୍ଦର ଯୁବତୀ, କିନ୍ତୁ ତାଙ୍କ ଆଖିରେ ଯେ ଅଶ୍ରୁ, ମୁହଁରେ ଚିନ୍ତା ଆଉ ହୃଦୟରେ ବିଷାଦ। ତାଙ୍କ ପାଖରେ ପଡ଼ିଥିବା 2 ଜଣ ବୃଦ୍ଧ ପୁରୁଷ, ଶରୀର ଶୁଖିଯାଇଛି, ଶ୍ୱାସ ଦୁର୍ବଳ, ଚେତା ବି ନାହିଁ। ନାରଦ ମୁନି ନିକଟକୁ ଯାଇ ପଚାରିଲେ, ମା, ଆପଣ କିଏ? ଏହି ବୃଦ୍ଧ ଯୁବମାନେ କିଏ? ଏମିତି ଦୁଃଖ କାହିଁକି? କିନ୍ତୁ ସେ ମୃଦୁ ସ୍ୱରରେ କହିଲେ, ମୁଁ ହେଉଛି ଭକ୍ତି। ଏମାନେ ମୋର ପୁତ୍ର ଜ୍ଞାନ ଓ ବୈରାଗ୍ୟ। ଏହି ସମୟରେ ନାରଦ ଆଶ୍ଚର୍ଯ୍ୟରେ ପଚାରିଲେ, ଆପଣ ତ ଯୁବତୀ, କିନ୍ତୁ ପୁତ୍ରମାନେ ବୃଦ୍ଧ କିପରି? କିନ୍ତୁ ଭକ୍ତି ଦେବୀ ଅଶ୍ରୁଭରା ସ୍ୱରରେ କହିଲେ, ମୁଁ ଦକ୍ଷିଣ ଭାରତରେ ଜନ୍ମ ନେଲି, ମହାରାଷ୍ଟ୍ରରେ ବୃଦ୍ଧି ପାଇଲି, ଆଉ ଗୁଜରାଟ ଯେତେବେଳେ ଆସିଲି ସେତେବେଳେ ମୁଁ ଦୁର୍ବଳ ହୋଇଗଲି। କିନ୍ତୁ ଯେତେବେଳେ ମୁଁ ବୃନ୍ଦାବନରେ ଆସି ପହଞ୍ଚିଲି, ସେତେବେଳେ ମୋ ଯୌବନ ପୁନଃ ପାଇଲି। କିନ୍ତୁ କଳି ଆସିବା ପରେ ଲୋକମାନେ ଧନକୁ ଭଗବାନଠାରୁ ବଡ଼ ଭାବିଲେ, ସତ୍ୟକୁ ଛାଡ଼ି ମିଥ୍ୟା ପଥକୁ ଧରିଲେ, ଆଉ ପିତାମାତାଙ୍କ ସେବା ମଧ୍ୟ କଲେ ନାହିଁ। ଆଉ ଭଗବାନ ତ ନାମ ସ୍ମରଣ କରିବା ତ ଛାଡ଼ି ଦିଅନ୍ତୁ। ମୋର ପୁତ୍ର ଜ୍ଞାନ ଓ ବୈରାଗ୍ୟ ଅବହେଳିତ ହୋଇ ବୃଦ୍ଧର ଆଉ ଶକ୍ତିହୀନ ହୋଇଗଲେ। କିନ୍ତୁ କଳିଯୁଗରେ ଧର୍ମ ଗୋଟେ ବ୍ୟବସାୟ ହୋଇଗଲା। ଗୁରୁମାନେ କୀର୍ତ୍ତି ପାଇଁ ପ୍ରଚାର କରୁଛନ୍ତି, ଶିଷ୍ୟମାନେ ଲାଭ ପାଇଁ ଭକ୍ତି କରନ୍ତି। ପରିବାରରେ ପ୍ରେମ କମିଯାଏ, ମନୁଷ୍ୟ ଦେହକୁ ମାତ୍ର ସତ୍ୟ ଭାବି ଦେଖେ। କିନ୍ତୁ ଏହି ପରିସ୍ଥିତିରେ ଜ୍ଞାନ ଓ ବୈରାଗ୍ୟ ଟେକି ରହିପାରିବେ ବି କେମିତି? ସେହି ସମୟରେ ନାରଦ ମୁନି ବେଦ ପାଠ କଲେ ଆଉ ହରିନାମ ସଂକୀର୍ତ୍ତନ କଲେ। କିନ୍ତୁ କିଛି କ୍ଷଣ ପାଇଁ ଜ୍ଞାନ ଓ ବୈରାଗ୍ୟଙ୍କ ଚକ୍ଷୁ ଖୋଲିଲା, ପୁଣି ବନ୍ଦ ହୋଇଗଲା। କିନ୍ତୁ ଏଥର ନାରଦ ମୁନି ଗଭୀର ଚିନ୍ତାରେ ପଡ଼ିଲେ। କଳିଯୁଗରେ ଏହାର ସ୍ଥାୟୀ ଉପାୟ କ'ଣ, ସେ କ'ଣ କରିବେ ବୋଲି ବହୁତ ଭାବିବା ପରେ ହଠାତ୍ ଆକାଶରୁ ଶୂନ୍ୟବାଣୀ ହେଲା ଯେ କଳିଯୁଗରେ ଶ୍ରୀମଦ୍ ଭାଗବତ ହେଉଛି ଏକମାତ୍ର ଆଶ୍ରୟ। ନାରଦ ମୁନି ସନତ କୁମାରଙ୍କ ସହ ଦେଖା କଲେ। ସେଠାରେ କହିଲେ, ଭଗବତ ସପ୍ତାହର ଆୟୋଜନ କରନ୍ତୁ। ଏହା ଭକ୍ତିକୁ ପୁନର୍ଜୀବନ ଦେବା ସହିତ ତାଙ୍କର 2 ପୁତ୍ରକୁ ମଧ୍ୟ ଯୌବନ ପ୍ରଦାନ କରିବ। ତାପରେ ଯମୁନା ନଦୀ ତଟରେ ଭଗବତ କଥା ଆରମ୍ଭ ହେଲା। ସବୁ ଦେବତା, ଋଷି, ମୁନି, ସିଦ୍ଧ ପୁରୁଷ ସମସ୍ତେ ଆସି ବସିଲେ ଭଗବତ ଶୁଣିବା ପାଇଁ। ଆଉ ଶ୍ରୀହରିଙ୍କ ଲୀଳା କଥା ଶୁଭିଲା। ଜ୍ଞାନର ଚକ୍ଷୁ ତେଜ ଫେରିଲା। ଯେତେବେଳେ ଭଗବତ କଥା ଶେଷ ହେବାକୁ ଆସିଲା, ସେତେବେଳେ ଜ୍ଞାନ ଓ ବୈରାଗ୍ୟିକ ଚେତା ଫେରିଲା। ସେମାନେ ଧୀରେ ଧୀରେ ଉଠି ବସିଲେ। ତାପରେ ଯେତେବେଳେ 7ମ ଦିନ ସମାପ୍ତ ହୋଇଗଲା, ସେମାନେ ପୁନଃ ଯୁବକ ହୋଇଗଲେ। ଏହି ସମୟରେ ଭକ୍ତି ଦେବୀ ଆନନ୍ଦରେ ହସିଲେ। ତାଙ୍କ ମୁହଁରେ ଦିବ୍ୟ ତେଜ ଚମକି ଉଠିଲା। ଆଉ ଏହି କାହାଣୀ ଆମକୁ ଶିଖେଇଲା ଯେ କଳିଯୁଗରେ କଠିନ ତପସ୍ୟା ଆବଶ୍ୟକ, ଆଉ ଭଗବତ ଶ୍ରବଣ ହେଉଛି ସର୍ବୋତ୍ତମ ପଥ। ଯଦି ଆପଣ ଭଗବତ ଶୁଣନ୍ତି କିମ୍ବା ପଢ଼ନ୍ତି, ଆପଣଙ୍କୁ ମୁକ୍ତି ମିଳିବା ନିଶ୍ଚିନ୍ତ, ଏଥିରେ କିଛି ଦୋହରାଏ ନାହିଁ। ଭକ୍ତି ଥିଲେ ଜ୍ଞାନ ଓ ବୈରାଗ୍ୟ ସ୍ୱତଃ ଆସେ। ଯଦି ଆପଣ ଭଗବାନଙ୍କ ପ୍ରତି ଭକ୍ତି ଅଛନ୍ତି, ତ ଭକ୍ତିଙ୍କ ଠାରୁ ଆପଣଙ୍କୁ ଜ୍ଞାନ ବି ମିଳିବ ଆଉ ବୈରାଗ୍ୟର ଅର୍ଥ ହେଉଛି ଆପଣ ଖରାପ କିମ୍ବା ଭଲ ଯାହା ବି କରିବେ ଆପଣ ଜାଣିପାରିବେ। ତାପରେ ଏଇଠୁ ଗୋଟେ ଜିନିଷ ଆସେ ଯେ ଭଗବତ କଥାରେ କେତେ ଦୂର ଶକ୍ତି ଅଛି। କି ଅଧର୍ମ ମଧ୍ୟ ଡୁବିପାରେ, କି ଭୂତ ପ୍ରେତ ମଧ୍ୟ ମଣିଷ ଜନ୍ମ ପାଇପାରନ୍ତି, କିମ୍ବା ସେମାନେ ବୈକୁଣ୍ଠକୁ ଲୋକ ଗମନ କରନ୍ତି। ତ ମୁଁ କ'ଣ କରିବି ନା ନେକ୍ସଟ ଭିଡ଼ିଓରେ ଏହାକୁ ଏକ୍ସପ୍ଲେନ୍ କରିବି। ଆମର ଆଉ ଗୋଟେ ଷ୍ଟୋରି ରହିବ ଧୁନ୍ଧୁକାରୀ ଓ ଗୋକର୍ଣ୍ଣଙ୍କ ବିଷୟରେ, ଗୋକର୍ଣ୍ଣ ପାଖ୍ୟାନ। ଏଥିରେ ଆମେ ଦେଖିବା ଯେ ଗୋଟେ ମନୁଷ୍ୟ ଅପକର୍ମ କରି ପ୍ରେତ ଯୋନିରେ କିଭଳି ଭାବରେ ପ୍ରାପ୍ତ କରେ, ଆଉ ଭଗବତ ଶ୍ରବଣ ଦ୍ୱାରା ମଧ୍ୟ
ସେ କିପରି ବୈକୁଣ୍ଠ ଗମନ କରିପାରେ ତାହା ଦେଖିବା। ତ ଯଦି ଆପଣଙ୍କୁ ଏ ଭିଡ଼ିଓ ଭଲ ଲାଗୁଛି ତାହେଲେ ମୋତେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ ଦବାଇ ଦିଅନ୍ତୁ। ଯେତେବେଳେ ବି ମୁଁ କିଛି ନୂଆ ଭିଡ଼ିଓ ଅପଲୋଡ଼ କରିବି ତ ଆପଣଙ୍କୁ ତା'ର ନୋଟିଫିକେସନ୍ ମିଳିଯିବ।